ଢେଙ୍କାନାଳ ପଲ୍ଲିଶ୍ରୀ ମେଳା ପଡ଼ିଆ ଠାରେ ଆଜି ସକାଳୁ ଏକ ହେଲିକପ୍ଟର ଆସି ଅବତରଣ କରିଛି। ପାଖାପାଖି 3 ଘଣ୍ଟା ହେଲା ଏହି ହେଲିକପ୍ଟରଟି ପଲ୍ଲିଶ୍ରୀ ମେଳା ପଡ଼ିଆ ଠାରେ ଲ୍ୟାଣ୍ଡିଂ କରିକି ରହିଛି। କିଏ ଆସିଛି, କାହିଁକି ଆସିଛି, ଏ ସଂକ୍ରାନ୍ତରେ କୌଣସି ସୂଚନା କିଛି ମିଳିନାହିଁ। 6 ସିଟର ବିଶିଷ୍ଟ ଏହି ହେଲିକପ୍ଟର କାହିଁକି ଅଚାନକ ଲ୍ୟାଣ୍ଡିଂ କଲା ତାହା ମଧ୍ୟ ସାଧାରଣ ଚର୍ଚ୍ଚା ହେଉଛି ଏବଂ ସକାଳୁ ସକାଳୁ ଲୋକମାନଙ୍କର ଭିଡ଼ ମଧ୍ୟ ଜମିଥିଲା ଦେଖିବା ପାଇଁ। କିନ୍ତୁ କାହାରି ପାଖରେ କୌଣସି ସୂଚନା ନାହିଁ ଯେ ଏ ହେଲିକପ୍ଟରଟି କାହିଁକି ଆସିଛି, ଏଠି ଲ୍ୟାଣ୍ଡିଂ କରିଛି ଏବଂ ଜିଲ୍ଲା ପ୍ରଶାସନ ପାଖରେ ମଧ୍ୟ କୌଣସି ଖବର ନାହିଁ ଯେ ଅଚାନକ ଏଭଳି ସକାଳୁ ସକାଳୁ କାହିଁକି ହେଲିକପ୍ଟରଟି ଲ୍ୟାଣ୍ଡିଂ କରିଛି। ସ୍ଥାନୀୟ ଲୋକମାନେ ଆସୁଛନ୍ତି, ଦେଖୁଛନ୍ତି, କିନ୍ତୁ ହେଲିକପ୍ଟର ଭିତରେ ଥିବା ଯେଉଁ ସୁରକ୍ଷାକର୍ମୀ ଅଛନ୍ତି ସେମାନେ କୌଣସି ପ୍ରକାର ମତ ଦେଉନାହାନ୍ତି। ସାମ୍ବାଦିକ ହଉ, ଲୋକାଲ ଲୋକ ହଉ, କାହାକୁ ମଧ୍ୟ କୌଣସି ପ୍ରତିକ୍ରିୟା ରଖୁନାହାନ୍ତି। କିନ୍ତୁ ଅନୁମାନ କରାଯାଉଛି ଯେହେତୁ ଆଗକୁ ସାଧାରଣ ନିର୍ବାଚନ ଅଛି, କୌଣସି କେନ୍ଦ୍ର ମନ୍ତ୍ରୀ ହୁଅନ୍ତୁ କି କେନ୍ଦ୍ର ନେତା ହୁଅନ୍ତୁ କିମ୍ବା ସୁପରଷ୍ଟାର ହୁଅନ୍ତୁ ଆସିବାର ହୁଏତ ଥାଏ, ତେଣୁକରି ସିକ୍ୟୁରିଟିକୁ ଯାଞ୍ଚ କରିବା ପାଇଁ ହେଲିକପ୍ଟରଟି ଆସିଥାଇପାରେ। କିନ୍ତୁ ପ୍ରକୃତ ସତ୍ୟ କ'ଣ ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇପାରିନାହିଁ। ଢେଙ୍କାନାଳରୁ ଆଶୁତୋଷ ମହାପାତ୍ର, ଓଡ଼ିଶା ଭାସ୍କର।